ମଣିଷ ନୁହେଁ ମୁଁ ଗୋଟାଏ ମେସିନ୍। ଏ ସମାଜର ଲୋକମାନଙ୍କ ସହ ବଞ୍ଚିବାର ମୋର କୌଣସି ଅଧିକାର ନାହିଁ, କାରଣ ମୁଁ ଗୋଟେ ଶୈତାନ। ଆପଣ କହିଲେ କେବଳ ଏ ମଦ ଆଉ ଛୋଟବେଳୁ ମା କ୍ଷୀର ବଦଳରେ ଏଇ ମଦକୁ ପିଇ ମନକୁ ବୁଝେଇ ଦେଇଛି ଏ ଜୀବଟା ଗୋଟେ ଅନାଥ। ମାର ରକ୍ତ ପିଇଛି କେମିତି ଲାଗୁଛି? ରାଣୀ ମାର ରକ୍ତ ଯେତେବେଳେ ମିଠା ଲାଗୁଥିବ ନିଶ୍ଚୟ। ରାଣୀ ହଁ ରାଣୀ। ଶିବା ଘରେ ଘୁଷୁରିଆ କଥାରେ ତୋ ଝିଅମାନଙ୍କୁ ଉଠେଇ ଆଣୁଛି, ତା ବଦଳରେ ସେ ତୋତେ ଟଙ୍କା ଦଉଛି। ଆରେ ତୁ ପୁରା ଗୋଟେ ମଣିଷ ହେଇ ଆଉ ଗୋଟେ ମଣିଷକୁ ତୁ ମାରି ପାରୁଛୁ କେମିତି? ତତେ ଲାଜ ଲାଗୁନି? ମତେ ଡରାଉଛୁ? ଆପଣ ଡରାଉଛୁ ମତେ? କାରଣ ମତେ ମାରିବା ପାଇଁ ତୋ ଛାତିରେ ଯେତିକି ତାକତ ଦରକାର ସେତିକି ତାକତ ତୋ ପାଖରେ ନାହିଁ। ଘରେ ତତେ କେତେ ଥର ହାଣିବା ପାଇଁ ଚେଷ୍ଟା କରିଛି, ହେଲେ ହାଣି ପାରିନି। କାହିଁକି ହାଣି ପାରିନୁ? ସେଦିନ ମୁଁ ପୋଲିସ ଗୁଳିରେ ଜଖମ ହେଲି, ଆଉ ଗୋଟେ ଘର ଭିତରେ 7 ରୁ 8 ଦିନ ପଡ଼ି ରହିଲି। କେହି ପଚାରିଲେନି, ଆଉ ଯେତେବେଳେ ମୁଁ ଆଖି ଖୋଲି ଦେଖିଛି ତୁ ମୋ ମା ଭଳି ମୁଣ୍ଡ ପାଖରେ ଜଗି ବସିଛୁ, କେବଳ ସେଇଥିପାଇଁ ମୁଁ ତତେ ହାଣି ପାରୁନି। ଆଉ ତା ମାନେ ନୁହେଁ ଯେ ତୋ ମନକୁ ଯାହା ଆସିବ ତୁ କହିଯିବୁ ଆଉ ମୁଁ ଚୁପଚାପ ମଥା ପାତି ଶୋଇଯିବି। ଯଦି ମୋ ମୁଣ୍ଡକୁ ଥରେ ପିତ ଚଢିଗଲା ଶାଢ଼ୀକୁ ହାଣିକି 2 ଖଣ୍ଡ କରିଦେବି, ବୁଝିଲୁ? ଘରେ ଘୁଷୁରିଆକୁ ଯୋଉ ଝିଅକୁ ଆଣି ଫିଟି ଦଉଛୁ ସେ ତାଙ୍କ ଇଜ୍ଜତ ନେଲା ପରେ ସେମାନଙ୍କୁ ହଣି ଦଉଛି। ଆରେ ସେ ରକ୍ତକୁ ଭଲ ଭାବରେ ଦେଖ। ଦେଖିଛି ମୁଁ ସେ ରକ୍ତକୁ ଦେଖିଛି। ଶିବା ତୁ ପରା କହୁଥିଲୁ ତୁ ଗୋଟେ ବେଶ୍ୟାର ପୁଅ, ତୋ ବାପା କିଏ ତୁ ଜାଣିନୁ? ହଁ ମୁଁ ଜାଣିନି। ସେ ଝିଅଟା ଯଦି ତୋ ଅଜଣା ବାପର ଝିଅ ହେଇଥାଏ କହି ମୋ ମୁଣ୍ଡକୁ ଜମା ପିତ ଚଢା ନେବେ, ଜମା ପିତ ଚଢା ନା। ତୁ କଣ କରୁଛୁ? ତୋ ମୁଣ୍ଡଟା ଠିକ ଅଛି ନା? ବରଂ ମୁଁ କହୁଛି ତୁ ପାଗଳ ହେଇଯାଉଛୁ, ପାଗଳ। କଣ କହିଲ ମୁଁ ପାଗଳ? ହଁ ତୁ ଗୋଟେ ପାଗଳ। ହରାମଜାଦି ଆବେ ହେ ତୁ ମତେ ମାରିଲୁ? ସେଦିନ ଯେତେବେଳେ ପୋଲିସ ଗୁଳି ଖାଇ ଏଇ ଘରେ ପଡି ରହିଥିଲୁ ମୁଁ ରାତି ଅନିଦ୍ରା ହେଇ ତୋ ସେବା କରୁଛି, ସେତେବେଳେ କଣ ଥିଲା ତୋ ବୀର ପଡିଆ? ଆଉ ଯୋଉଦିନ ଖାସ ସରବର ହେଇ ଏଇଠି ପଡିଥିଲୁ ଏଇ ହାତରେ ମୁଁ ତୋ ସେତେବେଳେ କହୁଥିଲା ତୋର ଶୈତାନ ରୂପ। ଆଉ ଯେତେବେଳେ ଚୋର ବାଉଳାରେ ବଉଳ ଭାଇ ମୋ ଗୋଳ ଭିତରେ ସେତେବେଳେ କହୁଥିଲା ତୋର ପୂଜାରୀ। ତୋ ମା ଥିଲି ସେତେବେଳେ ଯଦି ମୁଁ ତୋ ଭଉଣୀ ଥିଲି ଆଜି ମୋ ଉପରକୁ ଏମିତି ପୂଜାରୀ ଉଠେଇବାର ମାନେ କଣ? ଭଉଣୀ ଯୋଉ ଛୁଆଟାକୁ ମା ଜନ୍ମ କରି ଫୋପାଡ଼ି ଦେଇ ଆସେ, ଯୋଉ ଛୁଆଟା ଫୁଟପାଥର ଅଇଁଠା ନିଜର ଭୋକ ମେଣ୍ଟାଏ ଆଉ ମା କ୍ଷୀର ବଦଳରେ ମଦ ପିଏ, ସେ କୋଉଠୁ ବୁଝିବ ଏ ଦୁନିଆରେ ମା କହିବେ ମତେ ସେ କେମିତି ବୁଝିବ? ଛୋଟବେଳେ ଶୋଷ ମେଣ୍ଟେଇବା ପାଇଁ ଏ ନର୍ଦ୍ଦମାର ଜଳକୁ ମୁଁ ଚଳ କରି ପିଇଛି, ଆଉ ବେବି ଫୁଡ୍ ବଦଳରେ ଏ ବୁଲା କୁକୁରଙ୍କ ସହ ଲଢେଇ କରି ନିଜର ଭୋକ ମେଣ୍ଟେଇଛି। ଆଉ ସ୍କୁଲ ଯିବା ବୟସରେ ବସ୍ ଆଉ ଟ୍ରେନରେ ଚଢି ଲୋକଙ୍କ ପକେଟ ମାରିଛି। ବାପାଙ୍କ ହାତରୁ ମାଡ଼ ଖାଇନି ସିନା, ଆଉ ଯଦି କେବେ ମାଡ଼ ଖାଇଛି ସେ ସାଲା ପୋଲିସ ବାଲାଙ୍କ ହାତରୁ ଲାଠି ମାଡ଼ ଖାଇଛି। ଆଉ ପିଲାବେଳେ ଅନେକ ଦିନ କଟିଛି ମୋର ସେଇ ତାପରେ ତୁ କହ କେମିତି ବୁଝିବି ଏ ଦୁନିଆରେ ମା ଆଉ ଭଉଣୀଙ୍କ ମତେ କେମିତି ବୁଝିବି? ମୁଁ ଯଦି ତୋ ମା ହୁଏ, ମୁଁ ଯଦି ତୋ ଭଉଣୀ ହୁଏ, ଭଉଣୀ ହବୁ? ହଁ
ବଳିଆ ମଣିଷ ବାଟରେ ଆମ ଧନ୍ଦା ବାଟରେ ଯଦି ଧନ୍ଦା କରିବୁନି ଆମେ ଖାଇବା କ'ଣ ଆଉ ବଞ୍ଚିବା କେମିତିରେ ଯିବା ବଞ୍ଚିବା କେମିତି? ତୋ ନାଁରେ ଆଠଟା ମୋଡର କେ ଆଉ ତୁ ଘନା ଘୁଷିଆର ବାହୁ ଛାୟା ତଳେ ଅଛୁ ବୋଲି ପୋଲିସ ଦେଖି ମଧ୍ୟ ସେ ତା ଆଖିରେ କନ୍ଧ ପୁଟୁଳି ବାନ୍ଧି ଦେଇଛି। ଯୋଉଦିନ ଏ ଘନା ଘୁଷିଆର ମୁଣ୍ଡ ଉପରୁ ତୋ ହାତଟା ଉଠିଯିବ ସେଇଦିନ ପୋଲିସ ତତେ ଗୋଳେଇ ପୋକ ମାଛି ଭଳିଆ ଗୁଳି କରିବ। ଭାଗିଯାଉ ମତେ ପୋଲିସ କରିଯାଉ ମତେ ଗୁଳି ହେଲେ ମୁଁ ମରିଗଲେ ଗୋଟେ କଳଙ୍କିତ ଅଧ୍ୟାୟ ଶେଷ ହେଇଯିବ। ଆରେ ତୁ ତ ମରିଯିବୁ ସରିଯିବୁ ରେ ହେଲେ ତୋ ବାପା ଯାହା ପାଇଁ ତୁ ଆଜି ଏତେ ବାଟ ଚାଲି ଆସିଲୁ ରେ ବାପା ପାଖକୁ ଆଡ୍ରେସଟା ପାଇବୁ କେମିତି? ମୋ ବାପା ହଁ ତୋ ବାପା ସେ କୋଉଠି ଅଛନ୍ତି ଏବେ? ଓ ସେ କୋଉଠି ଏବେ? ଓ ବାପାର ଆଡ୍ରେସଟା ମୋ ପାଖରେ ଏଠି ମୋ ପାଖରେ ତୋତେ ଆଡ୍ରେସ ଦିଆହବ କିନ୍ତୁ ମୋର ଗୋଟେ ଟାର୍ଗେଟ ଫିଲ୍ କରିବାକୁ ପଡିବ। ଟାର୍ଗେଟ ତମ ଟାର୍ଗେଟ? ଟାର୍ଗେଟ ଆମ ସେ ସୁନ୍ଦର ଶଙ୍କର ରାୟର ଆମତ ପୁଅ ସପନା ମହାପାତ୍ର ମୋ ସେ ଡେଡ ବଡିଟା ଡେଡ ବଡି ତୋ ସେ କଟା ମୁଣ୍ଡଟା ଦେଲେ ତୋ ବାପାର ଠିକଣାଟା ଦିଆହବ। ମାରିପାରିବିନି। ଶିବା ମୁଁ ବି ତୋ ବାପାର ଠିକଣା ଦେବିନି। ହେଲା ଚିଲେଇଡ଼ା ତୋ ବାପାର ଠିକଣା ପାଇପାରିବ ନାହିଁ। ଶିବା ତୁ ବାବୁଙ୍କ କଥାରେ ରାଜି ହେଇଯା ଆଉ ଏଇ ଘରକ ପାଇଁ ତୁ ଭୁଜାଇ ଯା ଉଠା ବେ। ଠିକ ଅଛି ଏଇଥରକ ମୁଁ ତମ କଥାରେ ଭୁଜାଲି ଉଠଉଛି। ୟା ପରେ ଯଦି ତମେ ମାନେ ମୋ ବାପାର ଠିକଣା ନ ଦିଅ ତାହେଲେ ମୁଁ ତମ ତିନିଟାକୁ ଗଡ଼ ଗଡ଼ କରି ହାଣି ଦେବି। অম্বিকা মহাপ্রসাদ জগদীপ হরিশব শৈতান বেশি শৈতান কঠি চালনারে বয়ে আর কার্যক্রম করিবার ধুরন্ধ আরে সপনা সপনাটা ও ফ্যাক্টরি নেতা হয়েছি নেতা এই লেবর ମାନଙ୍କୁ ମତେଇ ତତେଇ ମୋ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛି ଷଡ଼ଯନ୍ତ୍ର। ମୁଁ ତାକୁ ଛାଡ଼ିବିନି। ଆଜି ତା ପାଇଁ ମୋ ଫ୍ୟାକ୍ଟରି ଲସ୍ରେ ଚାଲିଥିଲା। ନା ଥିବ ବାଉଁଶ ନା ବାଜିବ ବାଁଶୁରୀ। ମରିଗଲା ପରେ ଶିବା ବାପାର ଠିକଣା ଦେବ କେମିତି? ଠିକଣା ମିଳିବନି ମିଳିବ ମାନେ ତା ବାପାର ଠିକଣା ପାଖକୁ ପଠେଇ ଦିଆହବ। ମାନିବାକୁ ପଡ଼ିବ ଆପଣଙ୍କ ବୁଦ୍ଧିକି। ମାନେ ହେଉଛି ରାମ ନାମ ସତ୍ୟ ଆଉ ଶିବାଟା ମରିଗଲା ପରେ ଆମ ଧନ୍ଦା ସବୁ ମାନ୍ଦା ହେଇଯିବ ଯେ ସାର୍। ସପନ ବଳବନ୍ତରାୟ ଆଡ଼ଭୋକେଟ ବୁଝିପାରୁନ କି? ଥିବା ବଞ୍ଚି ରହିଲେ ଘନା ଘୁଷୁରିଆ ହଉ ମୋ ପାଇଁ ଗୋଟେ ବିପଦ। ଆଉ ସେ ରାସ୍ତାରେ ହଟେଇବା ମୋ ଦାୟିତ୍ୱ। এই ঘণ্টাটাକୁ ଯଦି ପାଟରେ ପଡ଼ିବା ପୂର୍ବରୁ ତାକୁ ବାହାର କରିବାକୁ ପଡ଼ିବ। ରାସ୍ତାରୁ ହଟେଇବାକୁ ପଡ଼ିବ। ମାନିବାକୁ ପଡ଼ିବ ଆପଣଙ୍କ ବୁଦ୍ଧିକି। ବଳବନ୍ତରାୟ
धमक देखो मते हेले से खाकी वर्दी को डरिबा लोक मोन हुए अरे जा जाओ का को देखेबो अबे बड़ी बड़ी सीना चोरी है खाकी वर्दी ना पिंदी जुबाने मो परे गरम देखो बुझिलो खाकी वर्दी ना खोली दे देखी बोडी अन्य राखे हैं अबे रास्ता पर मदो पीबू मदो हैं रही जने पुलिस वाला अरे तू सलाह दी लगा ताके एंता मारबू के सलाह ना मरी जीवा अरे सलाह तो चक्री डबी चली जीवा ये सलाह ना कान कर जीते तक एंता मारू रास्ता रे मदो पीबो मदो हैं रास्ता रे मदो बापारो अबे मोर दुकान का यदि रास्ता रही जी से सलाह मोर दुकान ही मन कर तो कुछ भी तड़ी पारू ना सलाह मोर की तला रास्ता ऊपर कार ऊपर तो मर्दागी दिखा छु रे फोन से सलाह मोर दुकान ही मन कर तो मास को मास बस इसना उतो कथि माई तको किछि करू ना ए सलाह मोर पाड़ तो किछि नहीं पारबा ना सेथि लगी तार ऊपर सलाह मर्दागी दिखा छु होना भोसरिया पार्टी रे लगाम दे डिपार्टमेंट मते डिपार्टमेंट देखाऊ छी बे डिपार्टमेंट अबे राख में तो डिपार्टमेंट अरे जा 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 तोर ऊपर ऑफिसर एसपी आईजी डीजे मान को पधार हो जा ए घना घसरिया किए अरे मोई में मर भितरा आई नथी मोई में कानून अभी मोई में विचार बदे छी मो डिपार्टमेंट ऊपर एलिगेशन लगेले मो उचित लेसन देबी वेलकम करू रे पुलिस वाला तुके मुई वेलकम करू छी समय को अपेक्षा करो तो सहित मोर पुणी देखा हो आसुची गुड इंस्पेक्टर मो परबो हाथ उठे जी रे गो तू आज मते जेमिति मारिचो मोर भी ठीक समय आसीबो मो भी तते ठीक सेमिति मारिबी ओ सुवान बाबू तू काहे तो धगा है रे अरे तुरा भी समय आएगा से सला पुलिस वाला तुके जमती मरला तू भी तक समता मरबू सदरे घना भाई यू आर ग्रेट तुमे मोर सबो विलास पूरण करिछ मो भी आज कथा दउछि तुमे जेते बेले जहा कहबो ना वो सहीया करी अरे ए सुमन अरे तुरा ऊपर मोर पूरा भरोसा अछि ले सुन तू एका एका घर पे जाई पारबू ना मोर नुको पठाई तो के घरे नहीं चढ़ी जती नो थैंक्स मो आज माला टिके अधिका मार देछि तो किंतु घर को जाई पारिबी आजले गड़वा होला रे होला हे ऊपर वाला ए साला का जनता रे पड़ी गला ए धरो मु जनता न चाहिए से साला संता ले खुशी रे भना भसरिया चांदू बजेला आओ किनरे नाचला